ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ବାଲେଶ୍ୱର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଟେବୁଲ ଟପ୍ ମକ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଇକୃଷ୍ଣ ଜେନା, ଓଏସଡିଏମ୍ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ସମେତ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀ ତଥା ଫାଲକନ ଇଣ୍ଡିଆ ବଟଲିଂ ପ୍ଲାଣ୍ଟର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାସାୟନିକ ବିପର୍ଯ୍ୟୟ ପ୍ରଶମନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବା ପାଇଁ ଆସନ୍ତା 11 ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ଇଣ୍ଡିଆନ୍ ବଟଲିଂ ପ୍ଲାଣ୍ଟ ଏବଂ ଫାଲକନ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍ ଠାରେ ମକ୍ ଏକ୍ସରସାଇଜ୍ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଆଲୋଚନା ସହ ଏହି ପଦକ୍ଷେପକୁ ସୁଚାରୁ ରୂପେ କରି ଶିକ୍ଷଣୀୟ କରିବା ଉପରେ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଆମେ ଦିନକୁ ଦିନ ବହୁତ ବିଭିନ୍ନ ପ୍ରକାର ଦୁର୍ଘଟଣାର ସମ୍ମୁଖୀନ ହେଉଛୁ। ଯେମିତିକି ଆଗରୁ କେବଳ ନୋଟିଫାଏଡ୍ ଡିଜାଷ୍ଟର ଗୁଡ଼ିକ ଥିଲା, ସାଇକ୍ଲୋନ୍ ହେଲା ବା ଫ୍ଲଡ଼ ହେଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆମେ ବହୁତ ପ୍ରକାରର ନୂଆ ନୂଆ ଡିଜାଷ୍ଟରକୁ ଆମେ ଫେସ୍ କରୁଛୁ। ଯେମିତିକି ରିସେଣ୍ଟଲି ଆମେ ଫେସ୍ କରିଥିଲୁ ଗୋଟେ ଟ୍ରେନ୍ ଟ୍ରାଜେଡିଟେ। ତ ସେଇ ଟାଇପ୍ର ଆମର ଯେତେ ଇଣ୍ଡଷ୍ଟ୍ରି ବି ରହିଛି, ଆମର ବାଲେଶ୍ୱର ଗୋଟେ ଇଣ୍ଡଷ୍ଟ୍ରିଆଲ୍ ହବ୍ କହିବାକୁ ଗଲେ ଚଳେ, ଯେଉଁଠିକି ଆମର ବହୁତ ଗୁଡ଼ିକ କେମିକାଲ ସବୁ ୟୁଜ୍ ହେଉଛି। ତ ଯଦି କୌଣସି କାରଣରୁ କୌଣସି ଦିନ ବା କୌଣସି ପରିସ୍ଥିତିରେ ଯଦି କୌଣସି ପ୍ରକାରର କେମିକାଲ ଡିଜାଷ୍ଟର ଆମେ ଫେସ୍ କରୁଛୁ, ତ ତାକୁ ଆମେ କେମିତି ଡିଲ୍ କରିବା ବା ତାକୁ ଆମେ କେତେ ପ୍ରିପେୟାର୍ଡ ଅଛୁ, ତାରି ଉପରେ ଏଇ ଆଜିର ମକ୍ ଏକ୍ସରସାଇଜ୍ ହେଉଛି। ଆଜି ହେଉଛି ଟେବୁଲ ଟପ୍ ମକ୍ ଏକ୍ସରସାଇଜ୍, ଆଉ 11 ତାରିଖ ଦିନ ହେଉଛି ଆମର ଫାଇନାଲ୍ ମକ୍ ଏକ୍ସରସାଇଜ୍, ଯେଉଁଠି ଆମର ଦୁଇଟା ଲୋକେସନ୍ରେ ହେବ। ଗୋଟେ ହେଉଛି ଇଣ୍ଡିଆନ୍ ବଟଲିଂ ପ୍ଲାଣ୍ଟ ଯେଉଁ ରହିଛି ଆମର ରେମୁଣା ତହସିଲ ଅଣ୍ଡରରେ, ଆଉ ଗୋଟେ ହେଉଛି ଆମର ଖନ୍ତାପଡ଼ା ପାଖରେ ଯେଉଁ ଫାଲକନ ମେରାଇନ୍ ଅଛି ସେଇଠି।